ଯେଉଁମାନେ +3 ସେକେଣ୍ଡ ସିଲେକ୍ସନକୁ ଅପେକ୍ଷା କରିଛନ୍ତି ସେମାନଙ୍କ ପାଇଁ ଭିଡ଼ିଓ। ମୁଁ ଏ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଜଣାଇବି ଆଜି ଅପରାହ୍ନ 4ଟାରେ ଯେଉଁ +3 ସେକେଣ୍ଡ ସିଲେକ୍ସନ ଆସିବ ସେଥିରେ କେଉଁମାନଙ୍କର ସିଟ୍ ମିଳିବ ବା କେଉଁମାନଙ୍କୁ ସିଟ୍ ମିଳିବ ନାହିଁ। ଆପଣମାନଙ୍କୁ ଗୋଟିଏ ଛୋଟିଆ ଅନୁରୋଧ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ, କାରଣ ଯଦି ଆପଣମାନେ ଅଧାରୁ ଭିଡ଼ିଓଟିକୁ ଦେଖୁନାହାନ୍ତି ଆପଣ ବହୁତ ଗୁଡ଼ିଏ ସୂଚନାକୁ ମିସ୍ କରିବେ, ଯାହାଦ୍ୱାରା ଆପଣମାନଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେବ ବା ଡାଉଟ୍ ସୃଷ୍ଟି ହେବ। ଚାଲନ୍ତୁ ଆରମ୍ଭ କରିବା ଆଜିର ଭିଡ଼ିଓ। ଦେଖନ୍ତୁ, ମୁଁ ଗୋଟେ ଗୋଟେ ରାଉଣ୍ଡରେ ଆପଣମାନଙ୍କୁ ବୁଝେଇଯିବି ଯେ କେଉଁମାନଙ୍କୁ ସିଟ୍ ମିଳିବ ବା କେଉଁମାନଙ୍କୁ ସିଟ୍ ମିଳିବ ନାହିଁ। ଦେଖନ୍ତୁ, +3 ଫାର୍ଷ୍ଟ ସିଲେକ୍ସନରେ ଯେଉଁମାନେ ଫ୍ରିଜ୍ ଅପସନ୍କୁ ଚୟନ କରିଥିଲେ, ଆପଣମାନେ ଜାଣିଛନ୍ତି ଯେତେବେଳେ ଆପଣମାନଙ୍କର କଲେଜ ସିଲେକ୍ସନ୍ ଆସୁଛି ଆପଣମାନଙ୍କୁ ହୁଏତ ଫ୍ରିଜ୍ ଚୟନ କରିବାକୁ ପଡ଼େ, ହୁଏତ ସ୍ଲାଇଡ୍ ଚୟନ କରିବାକୁ ପଡ଼େ, ହୁଏତ ଫ୍ଲୋଟ୍ ଚୟନ କରିବାକୁ ପଡ଼େ। ମୁଁ ଗୋଟିକ ପରେ ଗୋଟେ ବୁଝେଇବି। ଯଦି ଆପଣମାନେ ଫ୍ରିଜ୍ ସିଲେକ୍ସନ୍ କରିଛନ୍ତି ତା ଅର୍ଥ ଆପଣମାନେ ଫ୍ରି ସିଲେକ୍ସନ୍ ପରେ ଅନଲାଇନ୍ ପେମେଣ୍ଟ କରିଥିବେ ଏବଂ ଅନଲାଇନ୍ ପେମେଣ୍ଟ କରିସାରିଲା ପରେ ଆପଣମାନଙ୍କୁ ଇଣ୍ଟିମେସନ୍ ଲେଟର ଡାଉନଲୋଡ଼ କରିବା ପାଇଁ ବାହାରି ସାରିଥିବ ଏବଂ ଆପଣମାନଙ୍କର ଇଣ୍ଟିମେସନ୍ ଲେଟର ଡାଉନଲୋଡ଼ ହୋଇଯିବାର ଅର୍ଥ ଆପଣମାନଙ୍କୁ ଆଡ଼ମିସନ୍ କରିବା ପାଇଁ ପଡ଼ିବ। ଦେଖନ୍ତୁ, ଯେଉଁମାନେ ଫ୍ରିଜ୍ ମାରିଥିଲେ ସେମାନେ ଇଣ୍ଟିମେସନ୍ ନେଇ କଲେଜରେ ଆଡ଼ମିସନ୍ ନେଇସାରିଛନ୍ତି ଏବଂ ଆପଣମାନେ ଫ୍ରିଜ୍କୁ ଚୟନ କରିବା ଅର୍ଥ ଆପଣମାନଙ୍କର ଆଡ଼ମିସନ୍ ସେଇଠି ସମାପ୍ତ ହେଲା ଏବଂ ଆପଣମାନେ କୌଣସି ସବସିକ୍ୱେଣ୍ଟ ରାଉଣ୍ଡରେ ଭାଗ ନେଇପାରିବେ ନାହିଁ। ତାର ଅର୍ଥ ଯେଉଁମାନେ ଫାର୍ଷ୍ଟ ସିଲେକ୍ସନରେ ଫ୍ରିଜ୍ ଅପସନ୍କୁ ଚୟନ କରିଥିଲେ ସେମାନଙ୍କର ସିଲେକ୍ସନ୍ ଆସିବ ନାହିଁ। ଏଥର ବୁଝିପାରିଲେ, ଯେଉଁମାନେ ଫାର୍ଷ୍ଟ ସିଲେକ୍ସନରେ ଫ୍ରିଜ୍ ଅପସନ୍କୁ ଚୟନ କରିଥିଲେ ସେମାନଙ୍କର ସେକେଣ୍ଡ ସିଲେକ୍ସନରେ କୌଣସି ବି ସିଲେକ୍ସନ୍ ଆସିବ ନାହିଁ। ଆଶା କରେ ଆପଣମାନେ ବୁଝିପାରିଥିବେ। ବର୍ତ୍ତମାନ ଯିବା ସ୍ଲାଇଡ୍ ଅପସନ୍କୁ। ଯେଉଁମାନେ ଫାର୍ଷ୍ଟ ସିଲେକ୍ସନରେ କଲେଜ ଆସିଥିଲା ଏବଂ ମନପସନ୍ଦର କଲେଜ ନ ମିଳିବା ହେତୁ ସେମାନେ କ'ଣ କରିଥିଲେ, ସ୍ଲାଇଡ୍ ଅପସନ୍କୁ ଚୟନ କରିଥିଲେ। ସ୍ଲାଇଡ୍ ଅପସନ୍କୁ ଚୟନ କରିସାରିଲା ପରେ ସେମାନେ ଅନଲାଇନ୍ ମାଧ୍ୟମରେ ପେମେଣ୍ଟ ମଧ୍ୟ ଦାଖଲ କରିଥିଲେ। ତେଣୁ ଯେହେତୁ ସେମାନେ ସ୍ଲାଇଡ୍ ଚୟନ କରିଥିଲେ ଯେ ତାଙ୍କର କଲେଜ ପରିବର୍ତ୍ତନ କରିବା ପାଇଁ ସେମାନଙ୍କର ସେକେଣ୍ଡ ସିଲେକ୍ସନ୍ ପାଇଁ ଯୋଗ୍ୟ ବା ସେମାନଙ୍କର ନାମ ସେକେଣ୍ଡ ସିଲେକ୍ସନରେ ଆସିପାରେ କିମ୍ବା ସେମାନଙ୍କୁ ନୂଆ କଲେଜ ସିଲେକ୍ସନରେ ମିଳିପାରେ। ଆପଣମାନଙ୍କୁ ଏଇଠି ବୁଝି ରଖିବେ, ଯେଉଁମାନେ +3 ଫାର୍ଷ୍ଟ ସିଲେକ୍ସନରେ ସ୍ଲାଇଡ୍ ଅପସନ୍କୁ ଚୟନ କରିଥିଲେ ସେମାନେ ସେକେଣ୍ଡ ସିଲେକ୍ସନ୍ ପାଇଁ ଯୋଗ୍ୟ ବା ଆଜି ଅପରାହ୍ନ 4ଟାରେ ସେମାନଙ୍କୁ ସିଟ୍ ମିଳିଯିବ। ଆଶା କରେ ବୁଝିପାରିଥିବେ। ଏବେ ଯିବା ଅପସନ୍ ଲାଷ୍ଟ ଅପସନ୍କୁ ଫ୍ଲୋଟ୍ ରାଉଣ୍ଡ। ଦେଖନ୍ତୁ, ଯେଉଁମାନେ +3 ଫାର୍ଷ୍ଟ ସିଲେକ୍ସନରେ ଫ୍ଲୋଟ୍ ଅପସନ୍କୁ ଚୟନ କରିଥିଲେ ତାର ଅର୍ଥ ସେମାନେ ସେହି କଲେଜରେ ଅନର୍ସ ଚେଞ୍ଜ କରିବାକୁ ଚାହୁଁଥିଲେ ବା ସବଜେକ୍ଟ ଚେଞ୍ଜ କରିବାକୁ ଚାହୁଁଥିଲେ, ତେଣୁ ସେମାନେ ଫ୍ଲୋଟ୍ କରିଥିଲେ। ଯଦି ସେକେଣ୍ଡ ସିଲେକ୍ସନରେ ସେମାନଙ୍କୁ ସବଜେକ୍ଟ ମିଳିଯାଉଛି ସେମାନେ ଆଡ଼ମିସନ୍ କରିନେବେ। ଅତଏବ ଆପଣମାନେ ବୁଝିବାକୁ ହେବ, ଯେଉଁମାନେ ଫ୍ଲୋଟ୍ ଚେଞ୍ଜ କରିଥିଲେ ବା ଫ୍ଲୋଟ୍ ଅପସନ୍ ମାରିଥିଲେ ନିଜର ସବଜେକ୍ଟ କରିବା ପାଇଁ ବା ସବଜେକ୍ଟ ଚେଞ୍ଜ କରିବା ପାଇଁ ସେମାନଙ୍କର ସେକେଣ୍ଡ ସିଲେକ୍ସନରେ ହେଇଯିବାର ସମ୍ଭାବ୍ୟତା ଅଛି ବା ସେମାନେ ସେକେଣ୍ଡ ସିଲେକ୍ସନରେ ଯୋଗ୍ୟ। ଏଠାରେ ଆପଣଙ୍କୁ ବୁଝିନେବା ଉଚିତ ହେବ, କେବଳ ସ୍ଲାଇଡ୍ ଏବଂ ଫ୍ଲୋଟ୍ ଏଇ ଦୁଇଟି ଅପସନ୍ ଯେଉଁମାନେ କ୍ଲିକ୍ କରିଛନ୍ତି ସେମାନଙ୍କ ନାମ ସେକେଣ୍ଡ ସିଲେକ୍ସନରେ ଆଜି ଆସିବ ବା ସେକେଣ୍ଡ ସିଲେକ୍ସନ୍ ପାଇଁ ସେମାନେ ଯୋଗ୍ୟ ଅଟନ୍ତି ଏବଂ ଯେଉଁମାନେ ଫ୍ରି ଚୟନ କରିଥିଲେ ଫାର୍ଷ୍ଟ ସିଲେକ୍ସନରେ ସେମାନଙ୍କର ସେକେଣ୍ଡ ସିଲେକ୍ସନ୍ ଆସିବ ନାହିଁ, କାରଣ ସେମାନଙ୍କର ଆଡ଼ମିସନ୍ ପ୍ରକ୍ରିୟା ଶେଷ ହୋଇଛି। ଏବଂ ଆଉ ଗୋଟେ କଥା, ଯେଉଁମାନଙ୍କର ଫାର୍ଷ୍ଟ ସିଲେକ୍ସନରେ କୌଣସି ବି କଲେଜ ଆସିନଥିଲା, ଧ୍ୟାନ ଦେବେ, ଯେଉଁମାନଙ୍କର ଫାର୍ଷ୍ଟ ସିଲେକ୍ସନରେ କୌଣସି କଲେଜ ଆସିନଥିଲା ସେମାନେ ମଧ୍ୟ ସେକେଣ୍ଡ ସିଲେକ୍ସନ୍ ପାଇଁ ଯୋଗ୍ୟ ଅଟନ୍ତି। ସେମାନଙ୍କ ନାମ ମଧ୍ୟ ଆଜି ସେକେଣ୍ଡ ସିଲେକ୍ସନରେ ଆସିବାର ବହୁତ ସମ୍ଭାବନା ଅଛି। ତେଣୁ ଯେଉଁମାନଙ୍କ ନାମ ଫାର୍ଷ୍ଟ ସିଲେକ୍ସନରେ ଆସିନଥିଲା ସେମାନେ ବ୍ୟସ୍ତ ହେବା ଦରକାର ନାହିଁ। ସେମାନେ ଆଜି ଅପରାହ୍ନ 4ଟା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ, ସେମାନଙ୍କୁ ସିଲେକ୍ସନ୍ ମିଳିଯିବ। ଆସନ୍ତୁ ବୁଝିବା ତେବେ କେଉଁମାନଙ୍କୁ ସିଟ୍ ମିଳିବ ନାହିଁ। ଦେଖନ୍ତୁ, ମୁଁ କହିସାରିଛି, ଯେଉଁମାନେ ଫାର୍ଷ୍ଟ ସିଲେକ୍ସନରେ ଫ୍ରିଜ୍କୁ ଚୟନ କରିଥିଲେ ସେମାନଙ୍କୁ ସିଟ୍ ମିଳିବ ନାହିଁ ବା ସେମାନେ ସେକେଣ୍ଡ ସିଲେକ୍ସନ୍ ପାଇଁ ଯୋଗ୍ୟ ନୁହନ୍ତି। ତା ସହିତ ଯେଉଁମାନଙ୍କର ଆଡ଼ମିସନ୍ ଆସିଥିଲା ବା କଲେଜ ସିଲେକ୍ସନ୍ ଆସିଥିଲା ସେମାନେ କୌଣସି ଆପଣଙ୍କର ଫ୍ଲୋଟ୍, ଫ୍ରିଜ୍ ଏବଂ ସ୍ଲାଇଡ୍ ଚୟନ କରିନଥିଲେ। ମନେ ରଖନ୍ତୁ, ଫାର୍ଷ୍ଟ ସିଲେକ୍ସନରେ ପିଲାମାନଙ୍କୁ କଲେଜ ମିଳିସାରିଥିଲା ଏବଂ ସେମାନେ ଭୁଲବଶତଃ ହେଉ କିମ୍ବା କୌଣସି କାରଣବଶତଃ ଏହି ଫ୍ରିଜ୍, ଫ୍ଲୋଟ୍ ଏବଂ ସ୍ଲାଇଡ୍ ଚୟନ କରିନଥିଲେ। ଯେହେତୁ ସେମାନେ ଚୟନ କରିନଥିଲେ ସେମାନେ ଆଡ଼ମିସନ୍ ପ୍ରକ୍ରିୟାରୁ ବାଦ୍ ପଡ଼ିଛନ୍ତି, ସେମାନଙ୍କର ସେକେଣ୍ଡ ରାଉଣ୍ଡ ସିଲେକ୍ସନରେ ଆସିବ ନାହିଁ। ତା ସହିତ କିଛି ପିଲା ଏମିତି ଅଛନ୍ତି ଯେଉଁମାନେ ଏହି 3 ଗୋଟି ଅପସନ୍କୁ ଚୟନ କରିଥିଲେ, କୌଣସି କାରଣବଶତଃ ଅନଲାଇନ୍ ପେମେଣ୍ଟ କରିପାରିନଥିଲେ।
जेहेतु सेमाने ऑनलाइन पेमेंट करि पारि नथिले सेमाने संपूर्ण एडमिशन प्रक्रिया बाहर पड़िछंती बा सेमानक नाम सेकेंड सिलेक्शन आसीबो नाही। आशा करे भिडियोटी आपण मानकु भल लागिथिबो। मु आउ थरे कहि रखुची जो माने फ्री चयन करथिले सेमानक पई सेकेंड सिलेक्शन ने कोनोसी कॉलेज आसीबो नाही एवं जो माने स्लाइड एवं फ्लोट चयन करथिले सेमानकु सेकेंड सिलेक्शन ने कॉलेज मिल जिवो। धन्यवाद।